ସ୍ନାନ ଯାତ୍ରା ପୁରୀରେ ସରିଯାଇଛି। ସୁନା କୂଅରୁ ପାଣି ଅଣାଯାଇଥିଲା, ଯେଉଁ ପାଣିକୁ ଚନ୍ଦନ କାଠ, ହଳଦୀ ଏବଂ ଔଷଧୀୟ ଜଡ଼ିବୁଟି ଦ୍ୱାରା ଶୋଧନ କରାଯାଇଥାଏ। ଏହାପରେ ଜଗନ୍ନାଥଙ୍କୁ ଜ୍ୱର ହୋଇଥାଏ। ଜଗନ୍ନାଥ 15 ଦିନ ଅଣସର ଘରେ ରହିବେ। ଏହି ଅଣସର ଘରେ ଠାକୁରଙ୍କୁ ସାଧାରଣ ଦର୍ଶନ ବନ୍ଦ ରହିବ। ଆପଣମାନେ କେହି ଜଗନ୍ନାଥଙ୍କୁ, ବଳଭଦ୍ରଙ୍କୁ, ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ ନାହିଁ। କେବଳ ଦଇତାପତିମାନେ ଗୁପ୍ତ ସେବା କରିବେ। ମୁଁ ଆଜିର ଭିଡ଼ିଓରେ ଜଗନ୍ନାଥଙ୍କର ଅଣସର ଘରର କାହାଣୀ ଆପଣମାନଙ୍କୁ କହିବି, ଯାହା ଆମର ନୀତିଦିନିଆ ଜୀବନ ସହିତ ସମ୍ପୃକ୍ତ ଏବଂ ଯାହାର ଗୋଟିଏ ରେଲିଭାନ୍ସ ରହିଛି, ପ୍ରାସଙ୍ଗିକତା ରହିଛି ଆମ ଜୀବନ ସହିତ। ଆଜିର ମଣିଷ ଏହି ଅଣସର ଘରର କାହାଣୀ ଜାଣିବା ନିହାତି ଜରୁରୀ। ଏହାର ଅର୍ଥ ବୁଝିବା ନିହାତି ଜରୁରୀ। କୋଭିଡ ସମୟରେ ଜଗନ୍ନାଥଙ୍କର ଏହି 15 ଦିନିଆ ଅଣସର ଭଳି ଭାଇରସ୍ ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା। ଆପଣଙ୍କର ମନେ ଥିବ କୋଭିଡ ସମୟରେ କିଭଳି 21 ଦିନିଆ କ୍ୱାରେଣ୍ଟାଇନ୍ ଥିଲା। ପରେ ଏ ସଂଖ୍ୟା ଏ ଦିନର ଅବଧି କମିଥିଲା, କିନ୍ତୁ କ୍ୱାରେଣ୍ଟାଇନ୍ କରାଯାଉଥିଲା। ଏଇଠି ଗୋଟିଏ କଥା ସ୍ପଷ୍ଟ, ମଣିଷ ଜୀବନରେ ଯାହା ଘଟେ ତାହା ଭଗବାନଙ୍କ କ୍ଷେତ୍ରରେ କେମିତି ଘଟିଥାଏ ତାହା ଆମର ପରମ୍ପରା ମାଧ୍ୟମରେ କୁହାଯାଇଛି। ଭଗବାନ ମଧ୍ୟ ଏହି ପୃଥିବୀରେ ମଣିଷ ଭଳି ସମାନ ପରିମାଣର ସମସ୍ୟାକୁ ଅନୁଭବ କରିଥାନ୍ତି ଏବଂ ତାହାର ସମାଧାନ ବହୁ ବାଟରେ ହୋଇଥାଏ। ଅଣସର ଶବ୍ଦର ଅର୍ଥ ହେଉଛି ବାହାର ଦୁନିଆରୁ ନିଜକୁ ସାମୟିକ ଭାବରେ ହଟେଇ ନେବା। କୋଭିଡ ସମୟରେ ଏହାକୁ ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ବୋଲି ଆମେ କହୁଥିଲୁ। ପୂଜା, ପର୍ବପର୍ବାଣୀ, ପାର୍ଟି ଏହାଠାରୁ ଦୂରରେ ରହିବା ପାଇଁ କୋଭିଡ ସମୟରେ ଆମକୁ କୁହାଯାଇଥିଲା। ଏହି ଅଣସର ସେବା ସମୟରେ ମଣିଷ କ୍ୱାରେଣ୍ଟାଇନ୍ ହେବା ଭଳି ଜଗନ୍ନାଥ ମନ୍ଦିରରେ କୌଣସି ଉତ୍ସବ ପାଳନ କରାଯାଏ ନାହିଁ। ଏହି ସମୟ ହେଉଛି ଖାଦ୍ୟପେୟରେ ଶୃଙ୍ଖଳା ଆଣିବାର ସମୟ, ପାରମ୍ପରିକ ଜଡ଼ିବୁଟି ଦ୍ୱାରା ଶରୀରକୁ ସୁସ୍ଥ ରଖିବାର ସମୟ, ବାହାର ଦୁନିଆରୁ ନିଜକୁ ହଟାଇ ନେବାର ସମୟ। କିଛି ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଛାଡ଼ିଦେଲେ କେହି ଜଗନ୍ନାଥଙ୍କ ପାଖକୁ ଯାଇପାରିବେ ନାହିଁ। କୋଭିଡ ସମୟରେ ଏହିଭଳି ରେଷ୍ଟ୍ରିକ୍ସନ୍ କରାଯାଇଥିଲା। ବେଳେବେଳେ ମଣିଷ ଜୀବନରେ ବିଭିନ୍ନ କାରଣରୁ ସଙ୍କଟ ଆସେ। ସେ ରୋଗ ହୋଇପାରେ, ଅନ୍ୟ କୌଣସି ସମସ୍ୟା ହୋଇପାରେ। ଏତିକି ବେଳେ ସବୁଠାରୁ ବଡ଼ ସମସ୍ୟାର ସମାଧାନର ପନ୍ଥା ହେଉଛି ନିଜକୁ ନିୟନ୍ତ୍ରଣରେ ରଖିବା, ନିଜ କାର୍ଯ୍ୟ ପ୍ରଣାଳୀକୁ ସୀମିତ ରଖିବା, ନୀରବ ରହିବା ଆଉ ସାମୟିକ ଭାବରେ ବାହାର ଦୁନିଆ ସହ ସମ୍ପର୍କ ତୁଟାଇବା। 15 ଦିନ ପରେ ଜଗନ୍ନାଥ ପୁଣି ନବଯୌବନ ବେଶରେ ଭକ୍ତମାନଙ୍କୁ ଦେଖାଦେବେ। ରୋଗଶଯ୍ୟାରୁ ଠାକୁର ଉଠିବେ, ନୂଆ ରୂପରେ ନୂଆ ଶକ୍ତିରେ ଆସିବେ। ଠାକୁରଙ୍କ ଚେହେରାରେ ସତେଜତା ଥିବ। 15 ଦିନର ବିଶ୍ରାମ ପରେ ନୂଆ ଉତ୍ସାହ ଆଉ ଉଦ୍ଦୀପନା ଦେଖିବା ପାଇଁ ମିଳିବ। ବେଳେବେଳେ ଆପଣମାନେ ଏଇଭଳି ବିଶ୍ରାମ ନେବା ଜରୁରୀ ଏବଂ କିଛି ଦିନର ବିଶ୍ରାମ ପରେ ନୂଆ ମନ, ନୂଆ ଭାବନା ଆଉ ସତେଜତାର ସହ କାମ କରିବା ଜରୁରୀ। ମୋଟ ଉପରେ କହିବାକୁ ଗଲେ ବେଳେବେଳେ ଜୀବନରେ ବ୍ରେକ୍ ନେବାର ଆବଶ୍ୟକତା ରହିଛି। ଜଗନ୍ନାଥଙ୍କର ଅଣସରକୁ ଆପଣ ଡିଜିଟାଲ ଫାଷ୍ଟିଂ ସହ ତୁଳନା କରିପାରିବେ। କ'ଣ ଏହି ଡିଜିଟାଲ ଫାଷ୍ଟିଂ? ଟେକ୍ନୋଲୋଜିକୁ ଆମେ ବହୁଳ ଭାବରେ ବ୍ୟବହାର କରୁଛେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହାତର ମୋବାଇଲ ବନ୍ଦ ରହୁନାହିଁ, ଲ୍ୟାପଟପ୍ ଆଉ ଟ୍ୟାବଲେଟ୍ରୁ କାମ ସରୁନାହିଁ। ଟେକ୍ନୋଲୋଜି ମଣିଷକୁ ଭାରାକ୍ରାନ୍ତ କରୁଛି। ସିଗାରେଟ୍ ଆଉ ମଦ ଯେପରି ମଣିଷକୁ ନିଶାସକ୍ତ କରିଥାଏ, ଏହି ମୋବାଇଲ ମଣିଷକୁ ନିଶାସକ୍ତ କରିଛି। ସେଥିପାଇଁ ସପ୍ତାହରେ ଗୋଟିଏ ଦିନ ବା କିଛି ଘଣ୍ଟା ଆମେ ଡିଜିଟାଲ ଫାଷ୍ଟିଂ କରିବା ଜରୁରୀ। ଡିଜିଟାଲ ଫାଷ୍ଟିଂ ହେଉଛି ଚିରାଚରିତ ଦୁନିଆ, ଆମେ ଅଭ୍ୟସ୍ତ ହୋଇଥିବା ଦୁନିଆ ଠାରୁ ନିଜକୁ କିଛି ସମୟ ପାଇଁ ହଟେଇ ନେବା। ମୁଣ୍ଡ ଭିତରେ ଗୋଟିଏ କଥା ଭାବନ୍ତୁ, ମୋବାଇଲ ଠାରୁ କିଛି ଘଣ୍ଟା ଦୂରେଇ ଗଲେ ଆକାଶ ଛିଣ୍ଡି ପଡ଼ିବ ନାହିଁ, ପୃଥିବୀ ଧ୍ୱଂସ ହୋଇଯିବ ନାହିଁ ଆଉ ଆପଣଙ୍କର ଦୁନିଆ ଓଲଟ ପାଲଟ ହୋଇଯିବ ନାହିଁ। ବରଂ ଆପଣ ଯେଉଁ ମୋବାଇଲ ମାୟାରେ ଅଛନ୍ତି, ଯେ କିଛି ସମୟ ହ୍ୱାଟ୍ସଆପ୍ ବନ୍ଦ ହୋଇଗଲେ କି ଫେସବୁକ୍ ବନ୍ଦ ହୋଇଗଲେ ମୋ ଦୁନିଆ ଠପ୍ ହୋଇଯିବ। ଏଥିପାଇଁ ଏବେ ଡିଜିଟାଲ ଫାଷ୍ଟିଂ ଟ୍ରେଣ୍ଡ କରୁଛି। ଜଗନ୍ନାଥ ଯେପରି ଅନ୍ତତଃ 15 ଦିନ ରୁଟିନ୍ ଜୀବନରୁ ଦୂରେଇ ଯାଉଛନ୍ତି, ମଣିଷ ଅନ୍ତତଃ ସେପରି ସପ୍ତାହରେ କିଛି ଘଣ୍ଟା ପାଇଁ ରୁଟିନ୍ ଜୀବନରୁ ଦୂରେଇ ଯିବା ଜରୁରୀ।
ଏହାଦ୍ୱାରା ଲାଭ କ'ଣ ହୁଏ? ଏହାଦ୍ୱାରା ଫ୍ରେଶନେସ୍ ଆସେ। ନୀତିଦିନିଆ ଜୀବନରେ ବହୁ ଲୋକଙ୍କର ଫଟୋ ଭିଡ଼ିଓ ଆଉ ସୋସିଆଲ ମିଡ଼ିଆ ପୋଷ୍ଟ ସବୁ ପଢ଼ି ପଢ଼ି ଆମେ ଭାରାକ୍ରାନ୍ତ ହୋଇଯାଇଛେ। ନିଜ ମନକୁ ପୃଥିବୀର ପ୍ରକୃତ ସୌନ୍ଦର୍ଯ୍ୟ ଦେଖିବା ପାଇଁ, ନିଜ ପରିବାର କଥା ଭାବିବା ପାଇଁ, ନିଜକୁ ଏକ ବୃହତ୍ତର ଦୁନିଆ ଆଡ଼କୁ ନେଇଯିବା ପାଇଁ ଏହି ଡିଜିଟାଲ ଫାଷ୍ଟିଂ ସୁଯୋଗ ଦେଇଥାଏ। ଜଗନ୍ନାଥଙ୍କର ଅଣସର ଭଳି ଆପଣ ଟିକେ ବ୍ରେକ୍ ନିଅନ୍ତୁ, ଡିଜିଟାଲ ଫାଷ୍ଟିଂ କରନ୍ତୁ, ବାହାର ଦୁନିଆ ଠାରୁ ମୁକ୍ତି ନେଇ ନିଜ ଭିତର ଦୁନିଆକୁ ଭଲ କରି ଦେଖନ୍ତୁ। ପାର୍ଟି, ମୋବାଇଲ, ସୋସିଆଲ ମିଡ଼ିଆ ଆଉ ଏହାରି ଭିତରେ ଦେଇ ଆସୁଥିବା ବାହାର ଦୁନିଆର ଚିନ୍ତାଧାରା ଆପଣଙ୍କ ମନକୁ ଓଜନିଆ କରୁଛି, ଆପଣଙ୍କ ମନ ପ୍ରଭାବିତ ହେଉଛି। ଆଉ ଏଥିରୁ ମୁକ୍ତି ପାଇବା ଜରୁରୀ ନୁହେଁ କି? ଜଗନ୍ନାଥଙ୍କର ଅଣସର ଆମମାନଙ୍କୁ ଏହି ବାର୍ତ୍ତା ଦେଇଥାଏ। ଡିଜିଟାଲ ଫାଷ୍ଟିଂ କରନ୍ତୁ, ଅଣସର କଥା ମନେ ପକାନ୍ତୁ। ଜଗନ୍ନାଥ ଅଣସର ବେଳେ କିଭଳି ନିଜକୁ ବାହାର ଦୁନିଆ ଠାରୁ ଦୂରେଇ ନିଅନ୍ତି ଏବଂ ଅଣସର ଘରେ ଏକାନ୍ତରେ ରହନ୍ତି, ସେଇ କଥାକୁ ଭାବନ୍ତୁ। ଏ ହେଉଛି ସବୁଠାରୁ ବଡ଼ ଆଧ୍ୟାତ୍ମିକ ବାର୍ତ୍ତା।